অতি চমৎকার। এইମାନେ ହେଉଛନ୍ତି ତୃତୀୟ ବିଶ୍ୱର ପ୍ରମୁଖ ରାଷ୍ଟ୍ର ଭାରତବର୍ଷର ଜଣେ ଜଣେ ସୁଯୋଗ୍ୟ ଲୋକ ପ୍ରତିନିଧି, ଯୋଗ୍ୟତମ ରାଷ୍ଟ୍ର ନିର୍ମାଣ। এইମାନେ ହେଉଛନ୍ତି କାଲାମଙ୍କ ଭିଜନ ଇଣ୍ଡିଆର ଜଣେ ଜଣେ ପରଫେକ୍ଟ ଡେଲିଗେଟ୍, ଉତ୍ତରଦାୟାଦ। এইମାନଙ୍କ ପାଇଁ ବିଶ୍ୱ ଦୁର୍ନୀତି ର୍ୟାଙ୍କିଂରେ ଭାରତର କରପ୍ସନ ଇଣ୍ଡେକ୍ସ ଦିନକୁ ଦିନ ଉପରକୁ ବଢ଼ିବାରେ ଲାଗିଛି। 545 ଜଣରୁ 120 ଜଣ ପାର୍ଲିଆମେଣ୍ଟ ମେମ୍ବରଙ୍କ ନାଁରେ ରହିଛି ଏକାଧିକ ଅପରାଧିକ ମାମଲା। ଟ୍ରାନ୍ସପରେନ୍ସି ଇଣ୍ଟରନ୍ୟାସନାଲ କହେ ଏଠି 100ରୁ 62 ଜଣ ଭାରତୀୟ ଏଠି ଲାଞ୍ଚ ଦେବାକୁ ପସନ୍ଦ କରନ୍ତି। କନଷ୍ଟ୍ରକ୍ସନ ମାଫିଆ ମାନେ ଏଠି ରାଜନେତା ଅମଲାତନ୍ତ୍ରୀଙ୍କର କୋଠ ପୁଅ। ଦେଶର ମୋଟ ଘରୋଇ ଉତ୍ପାଦନ ଏକ ବଡ଼ ଅଂଶ ଦୁର୍ନୀତି ପାଇଁ ଏଠି ବାଟ ମାରଣା ହେଇଯାଉଛି। ସୁଇସ୍ ବ୍ୟାଙ୍କରେ ନିଜ କଳା ଟଙ୍କା ଜମା କରୁଥିବା ଦେଶମାନଙ୍କ ଭିତରେ ଭାରତ ହେଉଛି ନମ୍ବର 1। କେବଳ এইମାନଙ୍କ ପାଇଁ ଇଲେକ୍ଟେଡ୍ କ୍ରିମିନାଲ ମାନଙ୍କର ଦେଶ ହେଉଛି ଏ ଭାରତ। ଇଣ୍ଟରେଷ୍ଟିଂ, रियली इंटरेस्टिंग। यहाँ 100 से 80 बेईमान, फिर भी मेरा देश महान। But mind it भी करनो बोलिया से किसी अंधार भितरे बाटो चलुथिबा बाटो इजेको ता लक्ष्य स्थल पहुँचवा पाई दूरे खूब दूरे मिंची है जलुथिबा बत्ती घरर बिंदुए आलोक भी यथेष्ट। तो बंशीमुनि विकर्ण बोलिया सिंह योर गेम इज ओवर।